ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ବିରାଟ ଗଣବିକ୍ଷୋଭ। ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଚାଷୀ ଅଭ୍ୟୁତ୍ଥାନର ମହାନ ଜନନେତା ଲାଲା ରାଜପତ ରାୟଙ୍କ ମୃତ୍ୟୁ ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ସମାବେଶ ହୋଇଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝରର କରଞ୍ଜିଆ ବସ୍ଷ୍ଟାଣ୍ଡ ଠାରୁ ହଜାର ହଜାର ଚାଷୀଙ୍କ ଏକ ବିଶାଳ ଜନପଟୁଆରରେ ଶୋଭାଯାତ୍ରାରେ ବାହାରିଥିଲେ। ସମାଜର ଉନ୍ନତି ଭିତ୍ତିକ ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦୁଝର ସହରରେ ଏକ ବିକ୍ଷୋଭର ଝଡ଼ ସୃଷ୍ଟି କରିଦେଇଥିଲେ। ଚାଷ କାର୍ଯ୍ୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଚାଷୀ କୂଳକୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ଉଭୟ ପୁରୁଷ ଏବଂ ମହିଳା ଚାଷୀମାନେ ସାମିଲ ହୋଇଥିଲେ। ବିରାଟ ଜନପଟୁଆରରେ କିଛି ସମୟ ପାଇଁ କେନ୍ଦୁଝର ସହରରେ ଟ୍ରାଫିକର ସମସ୍ୟା ଦେଖା ଦେଇଥିଲା। ହୁ ହୁ ହୋଇ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଯୋଗୁଁ ଓଡ଼ିଶା ଆଜି ଅନେକ ପଛରେ ପଡ଼ିଯାଇଛି। ଏହାର ସମାଧାନ ପାଇଁ ସରକାର ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ପଦକ୍ଷେପ ନେଇପାରି ନଥିବା ଚାଷୀକୂଳ ଏବଂ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ତା ସହିତ MSPକୁ ଆଇନର ଗ୍ୟାରେଣ୍ଟି ଦିଆଯାଉ, ଚାଷ ଜମି ଅଧିଗ୍ରହଣକୁ ବନ୍ଦ କରାଯାଉ, ଏମିତି ଅନେକ ସ୍ଲୋଗାନ ଦେଇ ସହରକୁ କମ୍ପମାନ କରିଦେଇଥିଲେ। ହଜାର ହଜାର ଚାଷୀକୂଳ ବିରାଟ ଜନପଟୁଆର ମଧ୍ୟରେ କେନ୍ଦୁଝର ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବିର ସ୍ଲୋଗାନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସ୍ଥଳରେ କ୍ରମେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। AIKKMS ରାଜ୍ୟ ସମ୍ପାଦକ କ୍ରମେଡ ରଘୁନାଥ ଦାସ ଯୋଗଦେଇ ବିକ୍ଷୋଭର ଭାଷଣ ପ୍ରଦାନ କରିଥିଲେ। ଆକାଶଛୁଆଁ ଦରଦାମ ବୃଦ୍ଧି, ଚାଷୀମାନଙ୍କ ଧାନ କିଣା ସମସ୍ୟା, ଚାଷ ଜମିକୁ ବଳପୂର୍ବକ ଅଧିଗ୍ରହଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆଲୋକପାତ କରିବା ସହ କେନ୍ଦୁଝର ଜିଲ୍ଲାରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରମେଡ ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାରଙ୍କ ସହିତ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ ଜିଲ୍ଲାର ପ୍ରତ୍ୟେକ ଅଫିସ ଦପ୍ତରରେ ଦୁର୍ନୀତି କିଭଳି ଘଟି ଚାଲିଛି ତାହା ସମସ୍ତଙ୍କ ସମ୍ମୁଖରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯଥାଶୀଘ୍ର ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ନ କଲେ ଆଗକୁ ଆନ୍ଦୋଳନର ତୀବ୍ର ରୂପ ନେବ ବୋଲି ସରକାରଙ୍କୁ ଆଗୁଆ ସୂଚନା ପ୍ରଦାନ କରିଛନ୍ତି। ବାରମ୍ବାର ଅଭିଯୋଗ ଏବଂ ଆନ୍ଦୋଳନ କରୁଥିଲେ ମଧ୍ୟ ଚାଷୀକୂଳ ପାଇଁ ସରକାର ଗୁରୁତ୍ୱ ନ ଦେଇ ଚିରନିଦ୍ରାରେ ଶୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଦେଇ ଶିଳ୍ପପତି ବ୍ୟବସାୟୀଙ୍କ ସହିତ ସରକାରୀ ଚାକିରିଆଙ୍କ ଅଭିଯୋଗ ଶୁଣୁଥିବା ବେଳେ ଚାଷୀକୂଳ ଉପରେ ଗୁରୁତ୍ୱ ନ ଦେବା ଏ ମାଟି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି। ଆହାର ପାଇଁ ସଂଘର୍ଷ କରି ଅନ୍ୟକୁ ଆହାର ଯୋଗାଇବା ପାଇଁ ସଂଘର୍ଷ କରୁଥିବା ଚାଷୀ ଭାଇଙ୍କ ଉପରେ ଦୃଷ୍ଟି ଦେଇ ସୁବିଧା ଯୋଗାଇ ଦେବା ପାଇଁ ବାରମ୍ବାର ଅଭିଯୋଗ କରିଆସିଛନ୍ତି। ଦରଦାମ ବୃଦ୍ଧିରେ ବିଶେଷ କରି ଚାଷୀକୂଳ ଉପରେ ପ୍ରଭାବ ପଡ଼ିଥାଏ। ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ବ୍ୟବସାୟ ବାଣିଜ୍ୟ ପ୍ରଚଳନ କରିବା, ଚାଷ ଜମିରେ କାରଖାନା ପ୍ରତିଷ୍ଠା ବନ୍ଦ କରିବା, ପତିତ ଜମିରେ ଖଣି ଭିତ୍ତିକ କାରଖାନା ସରକାରୀ ଉଦ୍ୟୋଗରେ ନିର୍ମାଣ କରିବା, MSPକୁ ଆଇନର ଗ୍ୟାରେଣ୍ଟି ଦେବା, ସ୍ୱାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ C2+50% MSP ମୂଲ୍ୟ ନିର୍ଦ୍ଧାରଣ କରିବା, ବିଦ୍ୟୁତ ବିଲ୍ 2023 ପ୍ରତ୍ୟାହାର କରିବା, ରାସନ କାର୍ଡ ଧାରୀଙ୍କୁ ଜଣପିଛା 15 କେଜି ରାସନ ପ୍ରଦାନ କରିବା, 55 ବର୍ଷର ଊର୍ଦ୍ଧ୍ୱ ଚାଷୀଙ୍କୁ 10,000 ଟଙ୍କା ପେନସନ ଦେବା ଆଦି ଦାବି ଏହି ବିକ୍ଷୋଭରେ କରାଯାଇଥିଲା।
କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবି ନ୍ୟୁଜ୍।